प्रथम माकाबीय पुस्तक अध्याय 15। आंतियोखसଙ୍କ सह सिमोनଙ୍କ बंधुत्व स्थापन। राजा देमेत्रियसଙ୍କ पुत्र आंतियोखस समुद्रस्थ द्वीपगुड़िकरू जिहुदी मानकर याजक व राजा सिमोन व जनता निकटक एक पत्र पठाइले। ସେହି ପତ୍ରଟି ଏହିପରି ଲିପିବଦ୍ଧ ଥିଲା। ରାଜା ଆନ୍ତିଓଖସ୍ ମହାଯାଜକ ତଥା ସାମନ୍ତ ରାଜା ସିମୋନ ଓ ଜିହୁଦୀ ଜନତାକୁ ଶୁଭେଚ୍ଛା ଜଣାନ୍ତି। କେତେକ ଅହିତକର ବ୍ୟକ୍ତି ଆମ ପିତୃପୁରୁଷମାନଙ୍କର ରାଜ୍ୟକୁ ଅଧିକାର କରିଅଛନ୍ତି। ତାହା ଉପରେ ମୋର ଅଧିକାରକୁ ପୁନଃସ୍ଥାପନ କରି ରାଜ୍ୟଟିକୁ ତାହାର ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ମୁଁ ସ୍ଥିର କରିଅଛି। ସେଥିପାଇଁ ମୁଁ ଗୋଟିଏ ବିଶାଳ ବେଠି ସୈନ୍ୟ ଦଳକୁ ସଂଗ୍ରହ କରି ଯୁଦ୍ଧ ଜାହାଜଗୁଡ଼ିକ ସଜ୍ଜିତ କରିଅଛି। ଆମର ରାଜ୍ୟକୁ ବିନାଶ କରି ମୋର ରାଜ୍ୟ ମଧ୍ୟସ୍ଥ ନଗରୀ ସମୂହକୁ ବିଧ୍ୱସ୍ତ କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ସକାଶେ ରାଜ୍ୟରେ ଅବତରଣ କରିବାକୁ ମୁଁ ନିଷ୍ପତ୍ତି ନେଇଅଛି। ସୁତରାଂ ବର୍ତ୍ତମାନ ମୋର ପୂର୍ବବର୍ତ୍ତୀ ରାଜାମାନେ ତୁମମାନଙ୍କୁ ପ୍ରଦାନ କରିଥିବା ସମସ୍ତ ଖଜଣା ମୋଚନକୁ ମୁଁ ସ୍ଥିରୀକୃତ କରେ। ସେମାନେ ତୁମମାନଙ୍କୁ ଯେଉଁ ଅନ୍ୟ ସମସ୍ତ ଋଣଠାରୁ ମୁକ୍ତ କରିଅଛନ୍ତି, ମୁଁ ମଧ୍ୟ ତୁମମାନଙ୍କୁ ସେଗୁଡ଼ିକରୁ ମୁକ୍ତ କରେ। ତୁମ ରାଜ୍ୟ ମଧ୍ୟରେ ପ୍ରଚଳିତ ଅର୍ଥ ସଦୃଶ ତୁମ ନିଜର ମୁଦ୍ରା ପ୍ରସ୍ତୁତ କରିବାକୁ ମୁଁ ତୁମମାନଙ୍କୁ ଅନୁମତି ଦେଉଛି। ଜେରୁସଲେମ ତଥା ପବିତ୍ରାଳୟକୁ ମୁଁ ସ୍ୱାଧୀନ କରିଦେଇଛି। ତୁମମାନଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ଅସ୍ତ୍ରଶସ୍ତ୍ର ଓ ତୁମମାନଙ୍କ ଦ୍ୱାରା ନିର୍ମିତ ତଥା ଅଦ୍ୟାବଧି ତୁମରି ନିୟନ୍ତ୍ରଣାଧୀନସ୍ଥ ସମସ୍ତ ଦୁର୍ଗ ତୁମମାନଙ୍କ ଅଧିକାରାଧୀନ ହୋଇ ରହିବ। ରାଜକୀୟ ଭଣ୍ଡାରରେ ତୁମ ଦ୍ୱାରା ଦେୟ ସମସ୍ତ ଋଣ ଓ ଭବିଷ୍ୟତରେ ତୁମେମାନେ ପ୍ରଦାନ କରିବାକୁ ଥିବା ସମସ୍ତ ଋଣକୁ ମଧ୍ୟ ବର୍ତ୍ତମାନ ଠାରୁ ଚିରକାଳ ବ୍ୟାପୀ ମୁଁ ରଦ୍ଦ କରି ଦେଉଛି। ଆମ ରାଜ୍ୟର ଶାସନାଧିକାର ଆମର ନିୟନ୍ତ୍ରଣାଧୀନ ହେବା ବେଳେ ତୁମର ମହତ୍ତ୍ୱ ଯେପରି ଭୂପୃଷ୍ଠ ତମାମ ପ୍ରକଟିତ ହୁଏ, ସେଥିପାଇଁ ତୁମକୁ ତୁମର ଜନତା ଓ ପବିତ୍ରାଳୟକୁ ଆମେ ଅଧିକତର ସମ୍ମାନାସ୍ପଦ କରାଇବୁ। 134 ବର୍ଷରେ ଆନ୍ତିଓଖସ୍ ଦ୍ୱାରା ଯାତ୍ରା କରି ନିଜ ପିତୃପୁରୁଷମାନଙ୍କର ଦେଶକୁ ଆକ୍ରମଣ କଲେ। ସମସ୍ତ ସୈନ୍ୟ ଦଳ ତାଙ୍କ ସହ ସଂଯୁକ୍ତ ହେଲେ। ଫଳରେ କେବଳ ସ୍ୱଳ୍ପ ସଂଖ୍ୟକ ସୈନ୍ୟ ଟ୍ରିଫୋ ସହିତ ଅବଶିଷ୍ଟ ହୋଇ ରହିଲେ। ଆନ୍ତିଓଖସ୍ ତାଙ୍କର ପଶ୍ଚାଦ୍ଧାବନ କଲେ। ଟ୍ରିଫୋ ପଳାୟନ କରି ସମୁଦ୍ର ଉପକୂଳବର୍ତ୍ତୀ ଦୋରରେ ଆସି ପହଞ୍ଚିଥିଲା। ସୈନ୍ୟ ଦଳ ତାଙ୍କୁ ପରିତ୍ୟାଗ କଲେ ଓ ସେ ଜାଣିଲା ଯେ ତା ପ୍ରତି ବିପଦରେ ସମୟ ଆସନ୍ନ ପ୍ରାୟ। ଆନ୍ତିଓଖସ୍ ଦୋର ବିରୁଦ୍ଧରେ ଛାଉଣି ପକାଇଲେ। ତାଙ୍କ ସହ 1,20,000 ପଦାତିକ ସୈନ୍ୟ ଓ 8,000 ଅଶ୍ୱାରୋହୀ ସୈନ୍ୟ ଥିଲେ। ସେ ନଗରୀକୁ ସୈନ୍ୟମାନଙ୍କ ଦ୍ୱାରା ପରିବେଷ୍ଟନ କଲେ। ସମୁଦ୍ରରୁ ଜାହାଜଗୁଡ଼ିକୁ ମଧ୍ୟ ଯୁଦ୍ଧରେ ମିଳିତ ହେଲା। ନଗରୀ ବିରୁଦ୍ଧରେ ଭୂସ୍ଥଳ ତଥା ସମୁଦ୍ର ଠାରୁ ସେ କଠୋର ଚାପ ସୃଷ୍ଟି କଲେ ଓ କାହାରିକୁ ବାହାରକୁ ଯିବା କିମ୍ବା ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଲେ ନାହିଁ। ରାଷ୍ଟ୍ର ପ୍ରତିନିଧି ଲୁସିୟସ୍ଙ୍କ ପତ୍ର। ସେ ସମୟରେ ରାଜାଗଣ ତଥା ଦେଶ ସମୂହ ପ୍ରତି ଲିପିବଦ୍ଧ ପତ୍ର ସମେତ ନୁମେନିୟସ୍ ଓ ତାଙ୍କର ସହଗାମୀମାନେ ରୋମରୁ ଫେରିଆସିଲେ। ସେଥିରେ ଏହା ଲିପିବଦ୍ଧ ଥିଲା। ରୋମୀୟମାନଙ୍କର ରାଷ୍ଟ୍ର ପ୍ରତିନିଧି ଲୁସିୟସ୍ ରାଜା ଟଲେମୀଙ୍କୁ ଶୁଭେଚ୍ଛା ଜଣାନ୍ତି।
ଆମ ପୁରାତନ ବନ୍ଧୁତ୍ୱ ତଥା ମୈତ୍ର ବନ୍ଧନକୁ ନବୀକରଣ କରିବା ପାଇଁ ଆମର ବନ୍ଧୁ ତଥା ମିତ୍ର ରାଷ୍ଟ୍ର ଯିହୁଦୀମାନଙ୍କର ଦୂତମାନେ ଆମ ନିକଟକୁ ଆସିଥିଲେ। ସେମାନେ ମହାଯାଜକ ସିମୋନ ଓ ଯିହୁଦୀ ଜନତା ଦ୍ୱାରା ପ୍ରେରିତ ହୋଇଥିଲେ। 1000 ମିନା ଓଜନ ବିଶିଷ୍ଟ ଗୋଟିଏ ସୁବର୍ଣ୍ଣ ଢାଲକୁ ସେମାନେ ସଙ୍ଗରେ ଆଣିଥିଲେ। ରାଜାଗଣ ଓ ଦେଶ ସମୂହକୁ ଲେଖିବା ପାଇଁ ଆମେ ନିଷ୍ପତ୍ତି ନେଇଅଛୁ ଯେ ସେମାନଙ୍କ ପ୍ରତି ତୁମେ କୌଣସି ଉପଦ୍ରବ କରିବ ନାହିଁ। ସେମାନଙ୍କ ଓ ସେମାନଙ୍କର ରାଜ୍ୟ ତଥା ନଗରୀ ସମୂହ ବିରୁଦ୍ଧରେ ଯୁଦ୍ଧ କରିବ ନାହିଁ ଓ ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କରୁଥିବା କାହାରି ସହିତ କୌଣସି ମୈତ୍ର ବନ୍ଧନ ସ୍ଥାପନ କରିବ ନାହିଁ। ଆମେ ଏହା ହୃଦୟଙ୍ଗମ କରିଅଛୁ ଯେ ସେମାନଙ୍କ ଠାରୁ ସେହି ଢାଲ ଗ୍ରହଣ କରିବା କାମ୍ୟ। ସୁତରାଂ ସେମାନଙ୍କ ଦେଶରୁ କୌଣସି ଅହିତକର ବ୍ୟକ୍ତିଗଣ ଯଦି ତୁମେ ସମୀପକୁ ପଳାୟନ କରି ଅଛନ୍ତି, ତେବେ ମହାଯାଜକ ସିମୋନ ଯିହୁଦୀୟ ବିଧାନ ମୁତାବକ ସେମାନଙ୍କ ପ୍ରତି ଯେପରି ଶାସ୍ତି ବିଧାନ କରନ୍ତି, ସେଥିପାଇଁ ସେମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କର। ରାଜା ଦେମେତ୍ରିୟସ୍, ଆତାଲସ୍, ଆରିଆତାରସ୍, ଆର୍ସାସାକସ୍ ଏବଂ ସାମ୍ପୋସାମେସ୍, ସ୍ପାର୍ତା, ଦେଲୋସ୍, ମିନ୍ଦୋସ୍, ସିସିଅନ୍, କାରିଆ, ସାମୋସ୍, ପାମ୍ଫିଲିଆ, ଲିସିଆ, ହାଲିକାର୍ସନନ୍, ରୋଦେସ୍, ଫାଲେସିସ୍, କୋସ୍, ସିଦେ, ଆରାଦୋସ୍, ଗର୍ତିନା, ସ୍ନିପୋଦ, ସାଇପ୍ରସ୍, କିରିନେ ପ୍ରଭୃତି ସମସ୍ତ ରାଜ୍ୟକୁ ମଧ୍ୟ ରାଷ୍ଟ୍ର ପ୍ରତିନିଧି ଏପରି ସନ୍ଦେଶ ପଠାଇଲେ। ଏହି ପତ୍ରଟିର ଏକ ନକଲ ସେମାନେ ମହାଯାଜକ ସିମୋନଙ୍କ ପାଖକୁ ମଧ୍ୟ ପ୍ରେରଣ କଲେ। ସିମୋନଙ୍କ ପ୍ରତିକୂଳରେ ଆନ୍ତିଓଖସଙ୍କ ଶତ୍ରୁତା। ଇତିମଧ୍ୟରେ ରାଜା ଆନ୍ତିଓଖସ୍ ଯୁଦ୍ଧଯନ୍ତ୍ର ସମୂହ ନିର୍ମାଣ କରି ଓ ନିଜର ସୈନ୍ୟ ଦଳକୁ ପଠାଇ ଦର୍ ବିରୁଦ୍ଧରେ ଅବିଶ୍ରାନ୍ତ ଭାବେ ଆକ୍ରମଣ କରିଥିଲେ। ବାହାରି ଆସିବା କିମ୍ବା ଭିତରେ ପ୍ରବେଶ କରିପାରୁନଥିବା ଭଳି ସେ ଟ୍ରିଫୋକୁ ତନ୍ମଧ୍ୟରେ ରୁଦ୍ଧ କଲେ। ରୌପ୍ୟ, ସ୍ୱର୍ଣ୍ଣ ତଥା ଅତ୍ୟଧିକ ସୈନ୍ୟ ଅସ୍ତ୍ରଶସ୍ତ୍ରାଦି ସମେତ ତାଙ୍କ ପାଇଁ ଯୁଦ୍ଧ କରିବା ସକାଶେ ସିମୋନ 2000 ଯୁଦ୍ଧ ପ୍ରବୀଣମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। କିନ୍ତୁ ସେମାନଙ୍କୁ ଗ୍ରହଣ କରିବା ପାଇଁ ସେ ଅସ୍ୱୀକାର କଲେ। ବରଂ ସିମୋନଙ୍କ ସହ ପୂର୍ବରେ ସାଲିସ୍ ସମସ୍ତ ଚୁକ୍ତିକୁ ଲଙ୍ଘନ କରି ସେ ତାଙ୍କ ସହିତ ପ୍ରତିଷ୍ଠା କରିଥିବା ସ୍ନେହ ବନ୍ଧନରୁ ବଞ୍ଚିତ ହେଲେ। ନିଜ ମିତ୍ରମାନଙ୍କ ମଧ୍ୟରୁ ଆତେନବିୟସ୍ ନାମକ ଜଣେ ବ୍ୟକ୍ତିକୁ ସିମୋନଙ୍କ ପାଖକୁ ପଠାଇ ସେ ଏହି ସନ୍ଦେଶ ଜଣାଇଲେ। ଜପ୍ପା, ଗାସାରା ଓ ଜେରୁସେଲେମସ୍ଥ ଦୁର୍ଗ ତୁମର ଅଧିକାରାଧୀନ ହୋଇ ରହିଛି। ସେ ସମସ୍ତ ମୋର ରାଜ୍ୟ ନଗରୀ ସମୂହ। ତୁମେ ସେ ସ୍ଥାନଗୁଡ଼ିକୁ ବିଧ୍ୱସ୍ତ କରି ରାଜ୍ୟରେ ଅତ୍ୟଧିକ ବିନାଶ ଘଟାଇଅଛ। ଏହାଛଡ଼ା ତୁମେ ମୋର ରାଜ୍ୟର ବହୁ ସ୍ଥାନକୁ ଅଧିକାର କରିଅଛ। ସୁତରାଂ ତୁମ ଦ୍ୱାରା କରାୟତ୍ତ ହୋଇଥିବା ସେହି ନଗରୀ ସମୂହକୁ ଫେରାଇ ଦିଅ ଓ ଜୁଦେୟାର ସୀମା ସରହଦର ବହିର୍ଭାଗରେ ତୁମ ଦ୍ୱାରା ଅଧିକୃତ ସ୍ଥାନମାନଙ୍କରୁ ତୁମେ ଆଦାୟ କରିଥିବା ଖଜଣା ମୋତେ ପ୍ରଦାନ କର, କିମ୍ବା ତାହା ବିନିମୟରେ 500 ତାଲେଣ୍ଟ ରୌପ୍ୟ ଏବଂ ତୁମେ ଘଟାଇଥିବା ଅନିଷ୍ଟ ତଥା ନଗରୀଗୁଡ଼ିକ ଠାରୁ ହସ୍ତଗତ ଖଜଣା କ୍ଷେତ୍ରରେ ଅନ୍ୟ 500 ତାଲେଣ୍ଟ ମଧ୍ୟ ପ୍ରଦାନ କର। ଅନ୍ୟଥା ଆମେ ଆସି ତୁମମାନଙ୍କୁ ଆକ୍ରମଣ କରିବୁ। ସୁତରାଂ ରାଜାଙ୍କ ମିତ୍ର ଆତେନବିୟସ୍ ଜେରୁସେଲେମକୁ ଆସିଲା। ସେମାନଙ୍କର ମହତ୍ତ୍ୱ
ଭକ୍ଷଣ ମେଜ ସମୀପରେ ରଖାଯାଇଥିବା ସୁବର୍ଣ୍ଣ ତଥା ରୌପ୍ୟ ଥାଳି ସମୂହ ଓ ତାଙ୍କର ଧନ ସମ୍ପତ୍ତିକୁ ଦେଖି ସେ ବିସ୍ମିତ ହେଲା। ରାଜାଙ୍କ ସନ୍ଦେଶ ସେ ସିମୋନଙ୍କୁ ଜଣାଇଲା, କିନ୍ତୁ ଉତ୍ତରରେ ସିମୋନ କହିଲେ, ଏକଦା ଶତ୍ରୁମାନେ ଅନ୍ୟାୟରେ ଆମଠାରୁ ଅଧିକାର କରିଥିବା ଆମ ପିତୃ ପୈତୃକ ସତ୍ତାସ ବ୍ୟତୀତ ଅନ୍ୟ କୌଣସି ବିଦେଶୀ ଭୂମି କିମ୍ବା କୌଣସି ବିଦେଶୀ ଆସବାବପତ୍ରକୁ ଆମେମାନେ ହସ୍ତଗତ କରିନାହୁଁ। ସେ ସମସ୍ତକୁ ଅଧିକାର କରିବା ପାଇଁ ସୁଯୋଗ ପାଇଥିବା ଯୋଗୁଁ ସେହି ପୈତୃକ ସତ୍ତାଂଶକୁ ଆମେ ସୁଦୃଢ଼ ଭାବେ ଧରି ରଖିବୁ। ତୁମେମାନେ ଦାବି କରୁଥିବା ଜପ୍ପା ଓ ଗାସାରା ନଗରୀ ସମୂହ ଆମ ଜନତା ତଥା ଦେଶ ବିରୁଦ୍ଧରେ ବହୁବିଧ ବିନାଶ ସୃଷ୍ଟି କରିଅଛି। ସେଥିପାଇଁ ଆମେ 100 ତାଲେଣ୍ଟ ପ୍ରଦାନ କରିବୁ। ଏହା ଶୁଣି ଆତେନବିୟସ ଗୋଟିଏ ହେଲେ ପଦ ମଧ୍ୟ କହିଲା ନାହିଁ। ବରଂ କ୍ରୁଦ୍ଧ ହୋଇ ସେ ରାଜାଙ୍କ ପାଖକୁ ଫେରିଗଲା ଓ ସିମୋନଙ୍କ ଦ୍ୱାରା ପ୍ରଦତ୍ତ ଉତ୍ତର, ତାଙ୍କର ପ୍ରତାପ ଓ ନିଜ ଦ୍ୱାରା ଦୃଷ୍ଟ ସମସ୍ତ ବିଷୟର ଏକ ବିବରଣୀ ରାଜାଙ୍କ ନିକଟରେ ବର୍ଣ୍ଣନା କଲା। ରାଜା ଅତ୍ୟଧିକ କ୍ରୁଦ୍ଧ ହେଲେ। ସେ ସମୟରେ ଟ୍ରିଫ ଗୋଟିଏ ଜାହାଜରେ ଆରୋହଣ କରି ଅର୍ତ୍ତସିଆକୁ ପଳାୟନ କଲା। ଉପକୂଳ ପ୍ରଦେଶଗୁଡ଼ିକର ସେନାପତି ରୂପେ ସେନ୍ତେବେୟସକୁ ରାଜା ନିଯୁକ୍ତି କରି ତା ହସ୍ତରେ ପଦାତିକ ସୈନ୍ୟ ତଥା ଅଶ୍ୱାରୋହୀ ସେନାକୁ ସମର୍ପଣ କଲେ। ଯୁଦିଆ ବିରୁଦ୍ଧରେ ଛାଉଣି ପକାଇବା, କେଦ୍ରନକୁ ପୁନର୍ନିର୍ମାଣ କରି ତାହାର ଦ୍ୱାର ସମୂହକୁ ସୁଦୃଢ଼ କରିବା ଓ ଜନତା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ରାଜା ତାକୁ ଆଦେଶ ଦେଲେ। ତତ୍ପରେ ସ୍ୱୟଂ ରାଜା ଟ୍ରିଫୋର ପଶ୍ଚାଧାବନ କଲେ। ସୁତରାଂ ସେନ୍ତେବେୟସ ଜାମ୍ନିଆସକୁ ଆସିଲେ। ଜନତାକୁ ବିରକ୍ତ କରିବା, ଯୁଦିଆକୁ ଆକ୍ରମଣ କରିବା ଓ ଜନତାକୁ ବନ୍ଦୀ କରି ବଦ୍ଧ କରିବାକୁ ଆରମ୍ଭ କଲା। ରାଜାଙ୍କ ଆଦେଶ ମୁତାବକ ସେ କେଦ୍ରନକୁ ପୁନର୍ନିର୍ମାଣ କରି ଯୁଦିଆର ରାଜପଥ ଦେଇ ଯାତ୍ରା କରି ଲୁଣ୍ଠନ କରିବା ଉଦ୍ଦେଶ୍ୟରେ ସେ ସେଠାରେ ପଦାତିକ ସୈନ୍ୟ ତଥା ଅଶ୍ୱାରୋହୀ ସୈନ୍ୟ ଦଳକୁ ରଖିଲା। ଅଧ୍ୟାୟ 16 ସେନ୍ତେବେୟସର ପରାଜୟ। ଯୋହାନାନ ଗାସାରା ଠାରୁ ଯାତ୍ରା କରି ନିଜ ପିତା ସିମୋନଙ୍କ ନିକଟରେ ସେନ୍ତେବେୟସ ଦ୍ୱାରା ସମ୍ପାଦିତ କାର୍ଯ୍ୟକଳାପ ସମ୍ବନ୍ଧରେ ଜଣାଇଲେ। ତହୁଁ ସିମୋନ ନିଜର 2 ଜଣ ଜ୍ୟେଷ୍ଠ ପୁତ୍ର ଜୁଦାସ ଓ ଯୋହାନାନଙ୍କୁ ଡକାଇ କହିଲେ, ଆମ ଯୌବନ କାଳରୁ ଅଦ୍ୟାବଧି ମୁଁ ମୋର ଭ୍ରାତାଗଣ ଓ ପିତୃଭବନ ଇସ୍ରାଏଲ ନିମନ୍ତେ ଅନେକ ଯୁଦ୍ଧ କରିଅଛି ଓ ଆମ ନେତୃତ୍ୱରେ ସମସ୍ତ କାର୍ଯ୍ୟକଳାପ ସାଫଲ୍ୟ ମଣ୍ଡିତ ହୋଇଛି। ଫଳରେ ଆମେ ବହୁବାର ଇସ୍ରାଏଲକୁ ଉଦ୍ଧାର କରିଅଛୁ। କିନ୍ତୁ ବର୍ତ୍ତମାନ ମୁଁ ବୟୋବୃଦ୍ଧ। ସ୍ୱର୍ଗର ଅନୁକମ୍ପା ହେତୁ ତୁମେମାନେ ବୟପ୍ରାପ୍ତ ହୋଇଅଛ। ସୁତରାଂ ମୋର ତଥା ମୋର ଭ୍ରାତାମାନଙ୍କ ସ୍ଥାନରେ ତୁମେମାନେ ଯାଇ ଆମ ସ୍ୱଜନମାନଙ୍କ ନିମନ୍ତେ ସଂଗ୍ରାମ କର। ସ୍ୱର୍ଗରୁ ଆଗତ ସାହାଯ୍ୟ ତୁମର ସହବର୍ତ୍ତୀ ହେଉ। ଦେଶରୁ 20,000 ପଦାତିକ ତଥା ଅଶ୍ୱାରୋହୀ ସୈନ୍ୟକୁ ଯୋହାନାନ ଏକତ୍ରିତ କରି ସେନ୍ତେବେୟସ ବିରୁଦ୍ଧରେ ପ୍ରସ୍ଥାନ କଲେ ଓ ରାତିରେ ମଦେଇନରେ ଛାଉଣି ପକାଇଲେ। ପ୍ରତ୍ୟୁଷରେ ଉଠି ସେମାନେ ସମତଳ ଦେଶକୁ ଗମନ କଲେ ଓ ଦେଖିଲେ ଯେ ପଦାତିକ ତଥା ଅଶ୍ୱାରୋହୀ ସୈନ୍ୟ ବିଶିଷ୍ଟ ଏକ ବିଶାଳ ସୈନ୍ୟ ଦଳ ସେମାନଙ୍କୁ ପ୍ରତିରୋଧ କରିବା ପାଇଁ ଆସୁଛନ୍ତି। ଉଭୟ ଦଳ ମଧ୍ୟରେ ଗୋଟିଏ ଜଳସ୍ରୋତ ପ୍ରବାହିତ ଥିଲା। ସେ ଓ ତାଙ୍କର ସୈନ୍ୟ ଦଳ ସେମାନଙ୍କ ବିରୁଦ୍ଧରେ ସଜ୍ଜିତ ହେଲେ।
ଜଳସ୍ରୋତକୁ ଅତିକ୍ରମ କରିବା ପାଇଁ ଯୋଦ୍ଧାଗଣ ଭୟବିହ୍ୱଳ ହୋଇଛନ୍ତି ଦେଖି ସେ ନିଜେ ତାଙ୍କୁ ପ୍ରଥମରେ ପାରି ହେଲେ। ତାଙ୍କର ଦୃଷ୍ଟାନ୍ତ ଦେଖି ତାଙ୍କୁ ଅନୁସରଣ କରି ସେମାନେ ମଧ୍ୟ ଜଳସ୍ରୋତ ପାରି ହେଲେ। ତତ୍ପରେ ସେ ନିଜର ସୈନ୍ୟ ଦଳକୁ ବିଭକ୍ତ କରି ଅଶ୍ୱାରୋହୀ ସୈନ୍ୟକୁ ପଦାତିକ ସୈନ୍ୟର ମଧ୍ୟଭାଗରେ ରଖିଲେ, କାରଣ ଶତ୍ରୁମାନଙ୍କର ଅଶ୍ୱାରୋହୀ ସୈନ୍ୟ ସଂଖ୍ୟାଧିକ ଥିଲା। ଏହାପରେ ସେମାନେ ଭେରୀ ବାଦନ କଲେ ଓ ସେନ୍ତେବିୟସ୍ ଓ ତାର ସୈନ୍ୟ ଦଳକୁ ପରାସ୍ତ କରି ବିତାଡ଼ିତ କଲେ। ସେମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ଆଘାତପ୍ରାପ୍ତ ହୋଇ ନିପତିତ ହେଲେ ଓ ଅବଶିଷ୍ଟ ସମସ୍ତେ ଦୁର୍ଗକୁ ପଳାୟନ କଲେ। ସେ ସମୟରେ ଯୋହାନ୍ନାଙ୍କ ଭ୍ରାତା ଜୁଦାସ ଆଘାତପ୍ରାପ୍ତ ହେଲେ, କିନ୍ତୁ ତା ଦ୍ୱାରା ନିର୍ମିତ କେଦ୍ରନକୁ ସେନ୍ତେବିୟସ୍ ଆସି ପହଞ୍ଚିବା ପର୍ଯ୍ୟନ୍ତ ଯୋହାନ୍ନା ତାର ପଶ୍ଚାତଧାବନ କଲେ। ଆଶୋତୋସର କ୍ଷେତ ମଧ୍ୟବର୍ତ୍ତୀ ଗମ୍ବୁଜ ଗୁଡ଼ିକ ଭିତରକୁ ମଧ୍ୟ ସେମାନେ ପଳାୟନ କଲେ, କିନ୍ତୁ ଯୋହାନ୍ନା ତାଙ୍କୁ ଅଗ୍ନିରେ ଦଗ୍ଧ କଲେ। ପ୍ରାୟ 2000 ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିଲେ। ତତ୍ପରେ ଯୋହାନ୍ନାନ ନିରାପଦରେ ଜୁଦିଆକୁ ଫେରିଗଲେ। ସିମୋନଙ୍କର ମୃତ୍ୟୁ ଯୋହାନ୍ନା ତାଙ୍କ ଉତ୍ତରାଧିକାରୀ। ଆବୁବୁସର ପୁତ୍ର ଟଲେମି ଜେରିଖ ସମତଳ ପ୍ରଦେଶର ଶାସକ ଥିଲା। ତାର ଅତ୍ୟଧିକ ସ୍ୱର୍ଣ୍ଣ ତଥା ରୌପ୍ୟ ଥିଲା। ସେ ମହାଯାଜକଙ୍କ ଜାମାତା ଥିଲା। ତାର ହୃଦୟ ଅହଙ୍କାରୀ ହୋଇ ରାଜ୍ୟଟିକୁ ନିଜର ନିୟନ୍ତ୍ରଣାଧୀନ କରିବା ପାଇଁ ସିମୋନ ଓ ତାଙ୍କର ପୁତ୍ରମାନଙ୍କୁ ବଦ୍ଧ କରିବା ସକାଶେ ସେ ସେମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲା। ସେ ସମୟରେ ସିମୋନ ନଗରୀ ସମୂହର ଶାସନତନ୍ତ୍ର ସମ୍ପର୍କରେ ମନୋଯୋଗ ଦେଇ ସେ ସମସ୍ତକୁ ପରିଦର୍ଶନ କରି ଭ୍ରମଣ କରୁଥିଲେ। 177 ବର୍ଷର 11 ମାସ ସେବାତରେ ନିଜର ପୁତ୍ରଦ୍ୱୟ ମାତାତିୟାସ ଓ ଜୁଦାସଙ୍କ ସହ ସେ ଜେରିଖକୁ ଆସିଲେ। ଆବୁବୁସର ପୁତ୍ର ନିଜ ଦ୍ୱାରା ନିର୍ମିତ ଦୋକ୍ ନାମକ ଏକ ଛୋଟ ଦୁର୍ଗ ମଧ୍ୟରେ ସେମାନଙ୍କୁ ପ୍ରବଞ୍ଚନାପୂର୍ବକ ସ୍ୱାଗତ କଲା। ସେମାନଙ୍କ ସକାଶେ ସେ ଏକ ମହାଭୋଜି ପର୍ବର ଆୟୋଜନ କଲା, କିନ୍ତୁ ସେ ନିଜ ଲୋକମାନଙ୍କୁ ସେଥିରେ ଗୋପନରେ ରଖିଥିଲା। ସିମୋନ ଓ ତାଙ୍କର ପୁତ୍ରମାନେ ପାନନ୍ମତ୍ତ ଥିବା ବେଳେ ଟଲେମି ଓ ତାର ଅନୁଗାମୀମାନେ ନିଜର ଶସ୍ତ୍ର ଧାରଣ କରି ଭୋଜନଶାଳାରେ ପ୍ରବେଶ କରି ସିମୋନ ଓ ତାଙ୍କର ପୁତ୍ରଦ୍ୱୟ ଓ ତାଙ୍କର କେତେକ ସେବକଙ୍କୁ ନିଧନ କଲେ। ସେ ଏହିପରି ଅତିଶୟ ପ୍ରବଞ୍ଚନାଜନିତ କାର୍ଯ୍ୟ କରି ସ୍ୱୟଂ ପ୍ରାପ୍ତ ଉତ୍ତମ କାର୍ଯ୍ୟ ପରିବର୍ତ୍ତେ ଅନିଷ୍ଟ କାର୍ଯ୍ୟ ଦ୍ୱାରା ପରିଶୋଧ କଲା। ଏହାପରେ ଏ ସମସ୍ତ ବିଷୟରେ ଏକ ବିବରଣୀ ଲେଖି ନଗରୀ ସମୂହ ତଥା ରାଜ୍ୟଟିକୁ ରାଜାଙ୍କ ହସ୍ତରେ ସମର୍ପଣ କରିବା ଉଦ୍ଦେଶ୍ୟରେ ତାଙ୍କର ସାହାଯ୍ୟ ହେବା ପାଇଁ ସୈନ୍ୟମାନଙ୍କୁ ପଠାଇବାକୁ ଭିକ୍ଷା କରି ଟଲେମି ରାଜାଙ୍କ ପାଖକୁ ପଠାଇଲା। ଯୋହାନ୍ନାଙ୍କୁ ନିଧନ କରିବା ପାଇଁ ସେ ଗାସାରାକୁ ମଧ୍ୟ ଅନ୍ୟ କେତେକ ବ୍ୟକ୍ତିକୁ ପଠାଇଲା। ରୌପ୍ୟ, ସ୍ୱର୍ଣ୍ଣ ତଥା ଅନ୍ୟାନ୍ୟ ଉପହାର ତାର ହସ୍ତରୁ ଗ୍ରହଣ କରିବା ପାଇଁ ସେନାପତିମାନଙ୍କୁ ଆମନ୍ତ୍ରଣ କରି ସେ ସେମାନଙ୍କ ନିକଟକୁ ମଧ୍ୟ ପତ୍ର ପଠାଇଲା। ଜେରୁସେଲେମ ଓ ଦେବାଳୟର ପାହାଡ଼କୁ ହସ୍ତଗତ କରିବା ପାଇଁ ସେ ସେଠାକୁ ଗୋଟିଏ ସୈନ୍ୟଦଳ ପଠାଇଲା, କିନ୍ତୁ କୌଣସି ବ୍ୟକ୍ତି ଗାସାରାରେ ଥିବା ଯୋହାନ୍ନାଙ୍କ ନିକଟକୁ ଆଗେ ଆଗେ ଧାଇଁ ଯାଇ ଏହା ଜଣାଇଲା ଯେ ତାଙ୍କ ପିତା ଓ ଭ୍ରାତାମାନେ ନିହତ ହୋଇଛନ୍ତି ଓ ତାଙ୍କୁ ମଧ୍ୟ ନିଧନ କରିବା ପାଇଁ ଟଲେମି ସୈନ୍ୟ ପଠାଇଛନ୍ତି। ଏହା ଶୁଣି
ଯୋହାନ୍ନା ସ୍ତମ୍ଭୀଭୂତ ହେଲେ ନିଜକୁ ବିନାଶ କରିବା ପାଇଁ ଆସିଥିବା ସେହି ବ୍ୟକ୍ତିମାନଙ୍କୁ ଧରି ସେ ସେମାନଙ୍କୁ ବଦ୍ଧ କଲେ, କାରଣ ତାଙ୍କୁ ହତ୍ୟା କରିବା ପାଇଁ ସେମାନେ ଯେ ଅନ୍ୱେଷଣ କରନ୍ତି ସେ ଏହି ଖବର ପାଇଲେ। ଯୋହାନ୍ନାଙ୍କ ଦ୍ୱାରା ସମ୍ପାଦିତ ଅନ୍ୟାନ୍ୟ କାର୍ଯ୍ୟ, ତାଙ୍କ ଦ୍ୱାରା ଲଢ଼ା ଯାଇଥିବା ଯୁଦ୍ଧ ଓ ଅନ୍ୟାନ୍ୟ ନିର୍ଭୀକ କାର୍ଯ୍ୟ, ତାଙ୍କ ଅମଳରେ ସମାପ୍ତ ହୋଇଥିବା ପ୍ରାଚୀର ନିର୍ମାଣ ତଥା ଅନ୍ୟାନ୍ୟ ମହତ୍ କର୍ମାବଳୀ, ନିଜ ପିତାଙ୍କର ମୃତ୍ୟୁ ପରେ ସେ ନିଜେ ମହାଯାଜକ ହୋଇଥିବା ଦିନଠାରୁ ରଚିତ ତାଙ୍କର ମହାଯାଜକତ୍ୱର ଇତିବୃତ୍ତ ପୁସ୍ତକରେ ଲିପିବଦ୍ଧ ହୋଇ